ଅନେକ ଜୀବନରେ ପରଘର ପାଲଟା ବସ୍ତ୍ର ଆଣି ମୋ ମୁଣ୍ଡରେ ଚୁଅ हाँ ठीक कथारे कही ना नारियला सरला बड़ा दुर्बला से गजा बसा बुड़ी हुए तो पेट भूत हो कहीं आम स्वामी तो से भात खाइबा दिए मरी जावा भात मुड़ी लुगा देने जा बासन शुणिला बेला मत खाइबा को इच्छा हो हाँ तो रामचंद्र भूख जाओ भात जा जा आगे बस्ते आगे अरे को बेतालो आगो तोर चल चल जा कोनटा को एबे कुबेर भंडार को करू जानछु ना सात खंड पाठ पत्र रे आउ दोइना सुके जुवा मरिच पारे सुके देई सात खंड छिडा बच्चो को नहीं पड़े आसी सते ना हां पाठ पत्र देबी एवं छिडा बच्चो नेबी की नीला तुमरो छिडा पत्र नहीं आछे मु पाठ पत्र सुके दबो से कथा तो मु कहूची आगो आही की बाई की नीला लगुचो बा मत पूजा पाई मा घर दासी सहज की कथा कहू मा राजा कहि तो सहज जाऊ जाऊ नीला लगाई देला
সাত খণ্ড চিরা মেলা সঙ্গ সাত খণ্ড চিরা মেলা সঙ্গ চাই দেখিল କଣ ହେଇଛି ଦେଖିଲି ଆରେ 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 ଆଶ୍ଚର୍ଯ୍ୟ ଆରେ କଷ୍ଟ କୋଉଠି କରି ଆରେ ଏଗୁଡ଼ା ମୋତେ ଦେଖିଲି ହାତ କୋଉଠି ଛିଡ଼ା କନା କି ତ ସୁନା ରୂପା ଜରି ଲାଗିଥିବା ଦେବାଦେବୀ ବସ୍ତ୍ର ପଡ଼ି ସେ ବସ୍ତ୍ର ଦେରୁ କଣ ଆରେ ସେ ମାୟାବିନୀ ତାର ବସ୍ତ୍ର ସୁନା ସେ କଥା ପାଇପାରି କାଳ କାଟ ଗୋଳିକି ଛଅ ଦେବି ଜାଣୁଥିଲେ ଏ ସେ ମାୟାବିନୀ ବସ୍ତ୍ର ତୁ କିଣୁ ଯାଉ ରାକେ ଏ ତୁମ ହାତ ଧରା ଗଲେ ତୁମେ ଧଣି ଧଣି ଶାଢ଼ୀ ଆଣିବି କଥାରେ କକି ଲୋଭେ ପାପ ଆପେ ମୃତ୍ୟୁ ଆରେ ପର ଜିନିଷକୁ ଲୋଭ କନେ କଣ ହଉ ଜାଣିଛୁ ନାଇଁ ଆଉ ଏଇ ବସ୍ତ୍ର ପିନ୍ଧେ ଲୋକ କଣ ଭାବିବ କିଏ ସେ ଧୁବୁଣି ଆଜି କଣ ପିନ୍ଧିଛି ହାତ ଶାଢ଼ୀ ପିନ୍ଧିଛି ঠিক কইছ ଆଉ ପ୍ରୟୋଜନ ନାହିଁ ତାକୁ ସ୍ୱାମୀ ଆମେ ତ ଯାହା ଭକ୍ତ ଯିବା କର କଥାରେ କହିଛି କର୍ମ କରଣେ ଫଳ ପାଇ ପ୍ରାଣଟା ଅବଶ୍ୟ ଭୋଜ ଆମ କର୍ମରେ ଯାହା ଲେଖା ଥିଲା ତାହା ଆମେ ଉପଭୋଗ କରୁଛି ଏ ପର ଜିନିଷକୁ ଲୋକ କରିବା ଉଚିତ ନୁହେଁ ଏବେ ମୁଁ ହାତାଣି ସବୁ ଜିନିଷ ରଖିଛି ତତେ ମୁଣ୍ଡେଇ ଦଉଛି ଆଉ ବସ୍ତ୍ର ବି ନେଆ ତା ପରିଚୟ ନେଇ ଫେରିବୁ ଘରକୁ ତୁ ଯୋଉ ମଣିଷ ଲାଗେ ଘରକୁ ଫେରିବୁ ତୁ ହାତାଣି ଘେରିଛୁ ଭେତ ବହି ଗନ୍ଧର୍ବ ଜଖର କେବେ ହେଇଯିବ ତୁ ବି ସେଇଆଡେ ରହିବୁ ଆଉ ହାତାଣି ବି ସେଇଆଡେ ନେଇଯାଉଛି ପୁଣି ପାଖର ପରିଚୟ ଆଣିଲା ପରେ ଆମେ ଏହା ଖାଇବା ହଉ ଯିବା ବେଳେ ହରରେ ତ୍ରିବ ରାମ ନେତ୍ରୀ ରୂପରେ ତ୍ରିବ ତମର अच्छा माँ ये भात तो आने मुड़ी क्या चुने के बे अरे भात कहां आंटी नहीं कौन आंटी और रंग की निश्वास ना बे मु कोई चीज मोर वस्त्र आनी बात तू भात तो आने मुड़ी क्या चुने के भात आंटी हां नहीं क्या को सच्ची की नहीं है अच्छा माँ दोइना रे तते की वस्त्र देइथिली छिंडा वस्त्र और ये की वस्त्र याला पाट वस्त्र हां कोड चोरी करी नहीं आछे बोली किसा चोरी करी नहीं आछे मामासी
যেই রকমের কহ মানে? কেতে ঘর বুড়েইଛୁ কহ କ'ଣ ହେଇଛି কেতে ঘর বুড়েইଛୁ ହଉ কেতে ঘর ভাঙিଛୁ ହଉ କହ କ'ଣ ହେଇଛି ତ তোর এই সাত ঘর ছিড়া করা এইটা ମୋ ସାତଗୁଣ ଛିଡ଼ା କଲା କେତେ ଦେଖା হ্যাঁ ସାତଗୁଣ ଛିଡ଼ା କଲା আরে সেই সাত ঘর ছিড়া করা কাছে মুসে কেনে মরিচ খাওয়া ଆଚ୍ଛା মালো মা ଟିକେ ମୋ ଧାନ ଦେଖିଲା ବେଳକୁ କାଠ ବସ୍ತು ପାଟ ପତ୍ର ଉଠା ଉଠା ହଉ ହେଲା ସାତ କ'ଣ ଛିଡ଼ା ପତ୍ର ହେଇଗଲା ପାଟ ପତ୍ର ଆଉ ଇଏ ଭାତାଲି ପଡ଼ିକି ଆସିଛୁ ମାନେ ଧାନାଣ୍ଡି ମୋ ପ୍ରାଣ କାନ୍ତ କହିଛନ୍ତି ଏ ଭାତ ହାଣ୍ଡି କାହିଁକି କାଢ଼ି ଜାଣିଛୁ ତୁ ଆଗେ ବଇ ଗନ୍ଧକ ପେଟ ଭୂତ ଡାହାଣୀ ଯୁଗି ତାକୁ ଇଏ ମୁଁ ସେ କଥା କହୁନି ମୁଁ କହୁଛି ଭାତ ହାଣ୍ଡିଟା ମୋ ପାଖକୁ ତ ନେଇ ଆସିଲୁ କାହିଁକି ହାଣ୍ଡି ଉଛୁଳି ଭାତ କଲା ମୋ ସ୍ୱାମୀ ଦେଖି ଓ ତାମାନେ ମୁଠିଏ ଅରୁଆ ଚାଉଳ ହାଣ୍ଡି ଉଛୁଳି ଭାତ ଭୂଇଁରେ ପଡ଼ିଗଲା ବୋଲି ତୋ ସ୍ୱାମୀ ଭୟରେ ଭାତ ଖାଇଲେ ମୁଁ ତ ତୋତେ କହିଛି କହନା କହିକି ତୁ ଯଦି ଏ ହାଣ୍ଡି ନହେଇକି ତାମାନେ ତୋ କଥା ସେ ବିଶ୍ୱାସ କରୁନି ସେଇଥିପାଇଁ ସେ ତୋତେ ପଠେଇ ଦେଇଛି ଯେ ତୁ ବହି ଗନ୍ଧକ ଅର୍କ ରକ ଡାହାଣୀ ଯୁଗିନି କିଏ ପରିଚୟ ନଦେଲା ପର୍ଯ୍ୟନ୍ତ ଭାତ ଖାଇବେ ଏଇ ତ ହଉ ତାହେଲେ ଠିକ୍ ଅଛି ମା ମୁଁ ତୋତେ ପରିଚୟ ଦେଲି କିନ୍ତୁ ପରିଚୟ ପାଇଲା ପରେ ମୁଁ ତୋତେ ଯୋଉ କଥା କହିବି ତୁ ମୋ କଥା ଅକ୍ଷର ଅକ୍ଷର ପାଳନ କରିବୁ ନା ମା ନିଶ୍ଚୟ ପାଳନ ତାହେଲେ ଶୁଣ ମା ମୁଁ କିଏ ଆଉ କ'ଣ ପାଇଁ ତୋ ନିକଟକୁ ମୁଁ ଧାଇଁ ଅଛି अरे सुना जदू किनी तू ही चूड़ा मन देई मोर परिचय सुना जादू किनी तू चूड़ा मन देई मोर परिचय जाहा कहुअछि मुई बड़ा पानी नाम पाली नाम मोर दाई नाम रे जगते कोइला सवासी नाम हरि राम हर मंगलदायी बोली जगते प्रचार के बाद के नाम के भक्ति के गाई चले बागे मन बाजा पूर्ण कर भाग के भारत भक्ति के गाई भावे मन वाचा अरे मार दोइना एबे तो तुम देउ अछि दिव्य चक्षु खोली देख तो सम्मुख रे दंडाय मानो ये तो मा एकी तो भया खबर को अंगे भयो झात हुए ये तो मा ओ ब्रह्मणी ब्रह्मलो अरे अभया नैनी घेन मा दोइनी Hare
ପାଇପାରିଲୁ ଆଇଛି ମା এই জনশূন্য ধূলিক দাণ্ডরে তু মোহরি আগরে সত্য সত্য ত্রিবার সত্য করে কহ নিজ গৃহে রখি ସବୁଦିନ ପାଇଁ ତୁ ମୋତେ ମା ମା କହି ମୋ ପାଦରେ ଦେବୁ ଭକ୍ତିର ପୁଷ୍ପାଞ୍ଜଳି ତେରା ମା ତେରେ ମାଗୋ କେମିତି ଦେବି ଜାତିରେ ଅଚ୍ଛପ ମୁଇ ଭାବକ ଦିବା କର ତାହା ବଡ଼ କଲା କଣ ଦେଇ ତମ ପାଦରେ ଦେବି ମୁଇ ଭକ୍ତିର ପୁଷ୍ପାଞ୍ଜଳି ଆରେ ମା ତୁ ଗୋଟେ କାମ କର ମା ଯଦି ଗୋଟିଏ ରାତି ମଧ୍ୟରେ ତୋର ସବୁ କିଛି ତତେ ମୁଁ ଦେଇଦିଏ ମା ଧନ ଧାନ ହୀରା ନୀଳା ମୋତି ମାଣି ସତରେ ଆଗରେ ଗଙ୍ଗା ଯମୁନା ମରିଚ ମୋର ମଣ୍ଡପ ତିଆରି ହୋଇଯିବ ତାପରେ ତ ମୋତେ ବୁଝିବାକୁ ତୋର କିଛି ଅସୁବିଧା ହେବନି ସତ ନା ମା ଠିକ ଅଛି ମା ତାହା ଯଦି ହେବ ତାହେଲେ ଜନମାନ ଶୂନ୍ୟ ଧୂଳି କଥା ଲୋକ ଛିଡ଼ା ହୋଇଅଛି ତମେ ହେଉଛ ଜଗତର ମା ମୋର ମା ଆଜି ଶୁଣା ଶୁଣା ଜନନୀ ঠিক ଅଛି ମା ତାହେଲେ ଗୋଟେ କାମ করে ଭାତ ଆଣିକି ତୁ ଶୀଘ୍ର ଚାଲିଯା ତମ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଆନନ୍ଦରେ ଖାଇଦେବ ଠିକ ରାତି ନିଶା ଭାଗ ହୋଇଯିବ ସେଇଠାରେ କଣ୍ଠରେ କଣ୍ଠ ମିଶେଇ ଭକ୍ତି ଚିତ୍ତରେ ମା ମା କହି ଆହ୍ୱାନ କରି ଡାକିବୁ ଆରେ ମା ଦଇନା ମୋ ନାଁଟା ହଉଛି କାଳିକା କାର କାଳ ଘଟେଇବି କାର କାଳ ଜୁଟେଇବି କାର କାଳ ମେଟେଇବି ଆଉ କାଳି କାର କାଟେ ଗଳା କାର ବୁଡାଇ ଭେଳା କାର କାଢି ନିଏ ବଳା ଠିକ ଅଛି ମା ତମର ଆଦେଶ ନତମସ୍ତକରେ ପାଳନ କରିବି ମା ଯିବା ସମୟରେ ମୋର ପ୍ରଣାମ ନିଅ ମା ମୋର ଆଶୀର୍ବାଦ କର ମାଗୁ ନାହିଁ ଆଉ କିଛି କେବଳ ତମରି ଦୟା ଅନୁକମ୍ପାରେ କାଳିକା ଦେବତୀ ତମେ କ'ଣ ଜାଣିନ ମା ଏବେ ତୋର ସମୟ ଅଛି ଖାଇକଲା ମନ୍ଦିର କୋଡେ ପାଟପତ୍ର ଅଛି ନେଇ ରାଜାଙ୍କୁ ଦେଇ ତ ସ୍ୱାମୀକୁ ଶୀଘ୍ର ଉଦ୍ଧାର କରି ମୋ ପୂଜାର ବ୍ୟବସ୍ଥା ସତ୍ୟ ନା ତାହେଲେ ଠିକ ଅଛି ମା ମୁଁ ଏହି ମୁହୂର୍ତ୍ତରେ ଛୁଟି ଯିବି ବେଳେବେଳେ ମୋର ଭକ୍ତିପୂର୍ଣ୍ଣ ପ୍ରଣାମଣୀୟ ମାଗୁ ନାହିଁ ଆଉ ଧନ ମାନ ସମ୍ମାନ ଏକି କର କରିବ ପ୍ରଦାନ ସୀମିତ ସିନ୍ଦୁରଣୀ ଦୁନିଆର ପରମ୍ପରିକ ବୁଝି ମାମତେ ଜାଳା ତୁ ଦେ ମୁଛୁ କେତେ ଗ ମାମତେ ଜାଳା अरे दोइना हाँ तो एक ये पाठ्यपुस्तक नहीं जो बापा हाँ आपको मुक्ति करो अच्छा तो अच्छा मधु ଆଜ୍ଞା ତତେ ମୁଁ ମୁକ୍ତି କରିଦେଲି ତୁ ଯା ତ ସ୍ତ୍ରୀ ଦଇନାରେ ତି ଗୁଡିଏ ପାଠପତ୍ର ଦେଇଛି ଏବେ ତୁ ଯା ଆରେ ଦଇନା ଆରେ ଚାଲ ଚାଲ ଶୀଘ୍ର କିନା ମୁଁ ଘରକୁ ଯିବା ମୁଁ ଯା ରହିବି ହରି ହରି ବୋଲେ କାମ ତୋରେ ଦେ 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 Hãy subscribe cho kênh Ghiền Mì Gõ để không bỏ lỡ
সেই জগত জননী কৈলাস বাসিনী মা পাদের মু করিছি সত্য দইনা হ্যাঁ সেই মা পাদের মু দেবী ভক্তির পুষ্পাঞ্জলি ঠিক আছে দইনা সেই মা দেয় খান পরিপূর্ণ কুবের ভণ্ডার হয়েছিল আমার ଆଉ ତମରି ଅପମାନର ପାଇଁ ଗୋପୀ ରାତି କୁଆଡ଼େ ଗୋପୀ ଗଲା ମୁଁ ସବୁ ଜାଣିପାରିଛି ଦଇନା ସେ ଜଗତଜନୀ ମା କାଳିକା ଜାଗୃତ ଦେବତୀ ମୁଁ ମଧ୍ୟ ସତ୍ୟ ମାଙ୍କ ପାଦ ଦେବି ପୁଷ୍ପାଞ୍ଜଳି ତେବେ କି ଉପାୟରେ କି ବିଧି ବିଧାନ କିଛି ମୁଁ ଜାଣିନି ଆରେ ଚାଲ ସେଇ ମାଆକୁ ଆମେ ଡାକିବା ହାତ କଣ୍ଠରେ ହେ ମା ଜଗତ ଜନନୀ ଜଗଦମ୍ବେ ତ୍ରିଣୀ ତାର ରଙ୍ଗ ରଙ୍ଗ ରକ୍ତ ବର୍ଣ୍ଣାଲ ଚଙ୍ଗ ଚଙ୍ଗ ହାତ ଦିବା ମା ଗୋକାଳି କୈବଲ୍ୟ ଦାୟିନୀ ମା କାଳି କୈବଲ୍ୟ ଦାୟିନୀ ମୁଁ ଜାଣିଛି ତ ଜାତିରେ ତ ଏ ମା କାଳିକା ପୂଜା ପର୍ଯ୍ୟନ୍ତ ପ୍ରଚାର ହୋଇନାହିଁ ତୁ ତ ଗୋଟେ କାମ କର ତୁ ଯା ଚନ୍ଦନପୁର ଗଙ୍ଗାରାଣିଆକୁ କହିଦେବୁ ସୁନା ଚୂଡ଼ା ରୂପାର କୁଦାଳ ପାଟ ଚୂଡ଼ା ବେଶ୍ୟା କୁଠାର ମାଟି ଛେନାପଣା ଆଣି ମାଟି ଶୁଦ୍ଧ କରିବ ଆଚ୍ଛା ମାଆଙ୍କ ବାଁଗୁଡ଼ ଲଗେଇବନି ଏକ ନିଶ୍ୱାସର ତିନିକୁ ମାଟି ଆଣି ମୋ ଘଟ ତିଆରି କରିବ ସତ୍ୟ ନା ଠିକ ଅଛି ମା ଖରା ମଉଜ ବେଲେ ଦଇନା ଚାଲେ ତୋର ଧାମାରେ ଗୋ ଖରା ମଉଜ ବେଲେ ଡାକୁଛ ସେ ଘରେ ନାହାନ୍ତି ମୁଁ ଦଇନା ନେତି ଦଇନା ନେତି କଣ ପାଇଁ ଡାକୁଛ ରେ ମା ଆସିଅଛି ମାଉସୀ ଗୋଟେ ଘଟ ବଇନା ଦେବା ପାଇଁ ଘଟ କି ଘଟ ଲୋ ରେ ମା କାଳିକା ଘଟ କାଳିକା ଘଟ ଆମେ ତ ସବୁ ଘଟ ତିଆରି କରୁଛୁ ହେଲେ ଘଟ ତିଆରି କରିବାର ଅନେକ ନିୟମ ଅଛି ନିୟମ କୋଉ ନିୟମ କଥା କହୁଛୁ ସୁନାର ଜୁଡ଼ା ରୂପାର କୁଦାଳ ପାଟର ଚୋପଡ଼ା ନେବ ବୁଝିଲ ନା ଆଚ୍ଛା ଆଉ ଭାଙ୍ଗ ପଣା ଦେଇ ମାଟିକୁ ଶୁଦ୍ଧ କରିବ ତିନିକୁ ମାଟି ଆଣିବ ପ୍ରଥମର କୂପ ମାଟିବ ମାଙ୍କର ଘଟ ଦ୍ୱିତୀୟର କୂପ ମାଟିବ ମାଙ୍କର ମୁଖା ଆଉ ତୃତୀୟରେ ହେବ ଚୂଡ଼ା ଆଉ ଦୀପ ଦୀପାଧାନ ଆହୁରି ମାଟି ଅଧୁରା ସତେନା ଯଦି ଏତେ ସବୁ ନିୟମରେ ଯଦି ମୁଁ ଘଟ ତିଆରି କରିବି ତାହେଲେ 2000 ଟଙ୍କା ନେବି କିଛି ଆପତ୍ତି ନାହିଁ ମା 2000 ଟଙ୍କା ନିଶ୍ଚୟ ଦେବି କାଳି ଧନୁଷୀ ଶାଢ଼ୀ ପିଛା ପତିରିଆ ଧୋତି ପଇସା ପାଇଁ ଦେବି ଠିକ ଅଛି ତାହେଲେ ଘଟ ନେବୁ କେବେ କାଲି ଠିକ ଅଛି ମୁଁ ଘଟ ପ୍ରସ୍ତୁତ କରି ରଖିବି ମୁଁ କାଲି ଜାତି ଜାତି ବନ୍ଧୁବର୍ଗ ନେଇ ପହଞ୍ଚିବି ଠିକ ଏମିତି କଥା ଆଲୋ ଏ ଚମ୍ପା କଣ ସ୍ୱାମୀ ଆରେ କୁଆଡ଼େ ଗଲ ଆରେ ଧର ମୋ ସୁଜା କାମ ଧର ସୁଜା ଖାଉ ଖାଉ ଦିଅ ପଇସା ଦିଅ ଆରେ ଟଙ୍କା ପଇସା କେଇ ଦିନ ମତେ ଆଜି ମାଗିଛି ପରା ମେଳାକୁ ହାଣ୍ଡି ଦିଆଯାଇଥିଲ ହେ ଆଜି ପରା ବର୍ଷା ପାଗ ହାଣ୍ଡି ବିକ୍ରି ହେଇନି ମୁଁ ରଖିଦେଇଛି ବଡ଼ ଆଳ ଦ୍ୱାର ହେଲେ ସ୍ୱାମୀ ତମେ ସିନା ଗୋଟିଏ ପଇସା ଆଣିପାରିଲନି ଘରେ ବସି ବସି ମୁଁ 2000 ଟଙ୍କା ଏବଂ ତମ ପାଇଁ ପିଛା ପତିରିଆ ଧୋତି ମୋର କାଳି ଧନୁଷୀ ଆରେ କିଏ ତ ଦେଇ ଲାଗିଲ ଚାହିଦା କ'ଣ ସୂତା ମିଶା କରିଛି କିଏ ଆସିଥିଲା କି ଆମ ଘରକୁ ଆସିଥିଲା ଘରିକା ଘରିକା ହଁ ତୁ ମାନେ ଜାଣିନ ଘର ସେ ଦଇନା ନେତେ ସେ କୁଆଡ଼େ କୁଆଡ଼େ କାଳିକା ଘଟ ନବ କାଳିକା ଘଟ ନବ 2000 ଟଙ୍କା ଗୋଟେ ନେଇ ଯାଇଛି 1000 ଟଙ୍କା ଆସିଲେ 1000 ଟଙ୍କା ଦବ ବାহ ଗୋଟେ ଘଟ ଦାମ 5 ଟଙ୍କା 10 ଟଙ୍କା ହଉ 2000 ଟଙ୍କା ପାଣି ଠିକ ଅଛି ଆଚ୍ଛା ତ ପ୍ରାଣ କାଟୁ ମାଛ ଆଣିଛ ନା ହଁ ମାଛ ହଁ ମାଛ ନହେଲେ ମୋ ଜୀବନ ତାହେଲେ ଗୋଗୁଆ ଚିଙ୍ଗୁଡ଼ି ପଇ ଆଣି ଗୋଗୁଆ ଆଚ୍ଛା ପ୍ରାଣ କାଟ ଆଉ କାନ୍ଦି ଆଣି ଲୋକ କରିଦେବୁ ହଉ ଆଉ କଲା ତୁ ଫୋଡ଼ ଦେଖିକି ଗାଡ଼ି ତେଣୁ ଗୋଟେ କାମ କର ଏ ତେଲ ନାକି ପକାଅ ଆଉ ଭାଙ୍ଗା କୁଦାଳ କରିଦେଇଛନ୍ତି ଭାଙ୍ଗା ଝୁଡ଼ା ସେଥିରେ ମାଳ ପକେଇ ଦେବେ କେତେ ମୁଁ ଯାଉଛି ଶୀଘ୍ର ଗାଧ ମାଟି ନେଇ ଆସିଲା ପରେ ଭାତ ମାଛ ହଉ ହଉ ସଳ ଆସିବ ଆରେ ଦାସି ପତ୍ୟା ଆଗ ଏବେ ସର୍ବନାଶ ହେଇଗଲା ଜଣେ ଯୋଉ ନିୟମର କଥା କହିଦେଇଥିଲା ଚମ୍ପା ମାଛ ଦେଖି ପୁରାପୁରି ପାଗଳ ହେଇଗଲେ ସତେନା ତେଣୁ ସେ କଣ କରି ଜାଣିଛୁ କଣ କରୁଛି ଭାଙ୍ଗା ଝୁଡ଼ା ଭାଙ୍ଗା କୁଦାଳ ତେଲ ମାଟି ତା ସ୍ୱାମୀକି ପଠଉଛି ମାଟି ଆଣିଲେ ତ ଶୁଦ୍ଧ ଶୀତରେ ନା ତାକୁ ମୁଁ ଛାଡ଼ିଦେବି କଣ କରିବ ଏବେ ମୁଁ ଯିବି ମୁଁ ସିଜୁ ପର୍ବତକୁ ମୋ ଝିଅ ପାଖକୁ ଯିବି ତାପରେ ତାକୁ ଏମିତି ଭାବରେ ଶିକ୍ଷା ଦେବି ସେ ମର୍ମେ ମର୍ମେ ଅନୁଭବ କରିବ ଠିକ ଅଛି ମା ତାହେଲେ ଯୋତା ଶିଖିବ ଯାଇ ଉଚିତ ମା କାଳିକା ମାଳିକା କରୁ ମା କାଳିକା ମାଳିକା କରୁ ଆଉ
ମାଗୋ ମୁଁ ତୋରି ଗୋଟେ କାହିଁକି ଆସି ଜାଣିଛୁ କାହିଁକି ବା? ମୋର ଗୋଟେ ଖରି ସର୍ପ ଦେ ସର୍ପ ହଁ। ହେଲେ ସବୁ ମାନେ ତମ ପାଖରେ ନାହିଁ ବେଶ। ମୁଁ ସେମାନଙ୍କୁ ଡାକୁଛି ଯିଏ ପାରିବ ତାକୁ ମୋ ପାଖକୁ ନିଶ୍ଚୟ ପଠାଇଦେବି ତାହେଲେ ଅପେକ୍ଷା କର ମା। ହଉ ଠିକ ଅଛି ତୋର କାମ କର ତୁ ହୁକାଇଟା ଓରେ ତା ନା ରେ ନା ନା ରେ ନା ରେ ମୋଟା ନା ରେ ନା ନା ରେ ମୁଁ ଧରି ଆସିଛି ମା। ଓ ଧରି ଆସୁ ଗୋଟେ କାମ କର ପୁଅ ଏଇ ଧର ପାନ ପୁଷ୍ପ ଯେ ମୋର ମା ଅଛନ୍ତି ତାଙ୍କ ସହିତ ଯା ତାଙ୍କର କାର୍ଯ୍ୟ ସାଧନ କରି ଫେରି ଆସିଲେ ଦୁଧ କଦଳୀ ବସି ଖାଇ ପଦ୍ମବନକୁ ପଳେଇବେ ବାବୁ ଏ ତମ ଧରି ନାକୁ ପୂର୍ଣ୍ଣ ଆଶୀର୍ବାଦ କର ଏଇନେ ପାନ ପୁଷ୍ପ ଦିଅ ମୁଁ ତୋ କାର୍ଯ୍ୟ ସାଧନ କରି ନିଶ୍ଚୟ ଫେରି ଆସିବି ମା। ওরে বাহারি লাগো ধুলিয়া না গছুয়া বাহারি লাগো এ মাতায়া চাপাই গপ হইরা বাগানো এ নিমিষতে মিলগলা পেছে মাটি খানো এ রুচি নজে গলা সর্প মাটি খানো এ গঙ্গারালিয়া খেলা দেখো সেই দেখানো स्वामी होती मथार ठाकुर सी न खाइले केमी खाइबे अरे बा चप्पा तू का कथा कहतु किलो मोर स्वामी तो स्वामी मोरी पड़ीची हाँ आय माटी आनते देखला माटी खाली को ना हाँ मोरी पड़ीची देखे देबिया देखि दे मौसी के रो कबाट पड़ा लगी जे बिगाड़ी पसी पो आग धीरे धीरे चलो मासामा আমি তোমার সঙ্গে যাব ধীরে ধীরে চলো মাসামা ধীরে ধীরে চলো মাসামা
এই তোর স্বামী না ହଁ ତ দে ମାଉସୀ ତାଙ୍କ ଦିହ ହାତ ଥଣ୍ଡା ହେଇଯାଇଛି ପାଟି ଧଳା ଧଳା କଣ ବାହାରି ଯାଉଛି আরে সেইটা মরি যাইছি ମାନେ ମୋ ସ୍ୱାମୀ হ্যাঁ ଭଗବାନ আচ্ছা তোর স্বামী তাকে আসলে কাই ମାଟି ନେବାକୁ ମା সে মাটি কোন ହେବ ଘଟ ନିର୍ମାଣ ହେବ সে ঘট নব কিଏ ସେଇ ଦଇନା ନେତ୍ରୀ ଉଜାଣି ରାଜ୍ୟରେ দইনা নেত্রী তোতে কিছু নিয়মর কথা কইছিলা বা ভাঙ্গা ঝুলা ভাঙ্গা কুদাল তেল মাটি অশুদ্ধ চিত্তরে পঠাইছু ମାଉସୀ ହଁ ସେ ଅନେକ ନିୟମର କଥା କହିଥିଲା ସୁନାର ଯୋଡ଼ା রূপার কুদাল পাটর চুমাল বেশে কুঠার মাটি ছেলা পড়া নেই মাটি শুদ্ধ করিব বাহাক বাহাক লগেবনি এক নিশ্চয় তিনকু মাটি নব প্রথম কুপুর মাটি হব ঘট দ্বিতীয় কুপুর মাটি হব মুখা আর তৃতীয় কুপুর মাটি হব দীপ দীপধা তু আজ কি ঝুলা কি কুদাল দিয়ে পড়ে দিয়েছি ଭାଙ୍ଗା ଝୁଡ଼ା ଆଉ ଭଙ୍ଗା କୋଦାଳ ତେଲ ମାଖି ଆସିଥିଲି ସ୍ୱାମୀଜୀ ମୋର ଏ ମାଗ ହଁ। କେମିତି ତମେ କେମିତି ଜାଣିଲ କେବଳ ଦଇନା ମୋ ପେଟରେ ଓଲଟେଇତେ ନଥିଲା আরে যার ঘট তৈরি করিব পাইছে তোতে মানে দিয়ে দিয়েছিলা স্বয়ং সেই বলিছে কালিকা କଣ କହିଲ ତମେ ତାରି ସେଇ ଜଗତ ଜନନୀ କୈଳାସବାସିନୀ ହେ ମା ଜଗତ ଜନନୀ ଏ ପତିନି କ୍ଷମା କର শোনো মা যেତେବେଳେ ତୁ ମତେ ମୋ ପାଖରେ ଆଜି କ୍ଷମାର ଆଶ ମାଗିଲେଲୁ ତେଣୁ ମୁଁ ତ ହଉଛି ଜଣେ ମା ନା ମୁଁ ତ କେବେ କ୍ଷତି କରିପାରିବିନି ତେଣୁ ତୁ ଗୋଟେ କାମ କର ତୋ ସ୍ୱାମୀକୁ ମୁଁ ବଞ୍ଚେଇ ଦଉଛି ମୋର ସେଇ ନିୟମର ମାଟିରେ ଗୋଟେ ତିଆରି କରିଦେବୁ ମହାଭକ୍ତ ବିବାହର ଏ ସମସ୍ତ ଦ୍ରବ୍ୟ ସୁନାର ବିବାହ ରୂପାର କୋଦାଳ ପାଟର ଚୋଗଳା ହଳଦର ମାଟି ଏସବୁ ପାଇବା କୋଉଠୁ এইটা তো শালাপলা পাখরে এপর্যন্ত ବି ଥୁଆ ଅଛି ହଁ এই জগତ ଜନନୀ ଏହା ଏଇ ଦ୍ରବ୍ୟ ଯଦି ଦେଖିବାକୁ ପାଇବି ତାହେଲେ କଥା ଦେଉଛି ମା ବାମ ହସ୍ତ ଲଗାଇବି ବାମ ପାଦ ଲଗାଇବି ତମର ଧନକୁ ବି କରିବି ଦୟାର ମୋ ପତିଙ୍କର କାରଣ ଗো ମାତା ମୋର କାନ୍ଦିବାର କାରଣ ମୁଁ ଆସିଥିଲି ବେଳ ଦୁଇ ପରେ ସଞ୍ଜ ଲୋକ ଗଲାଣି ମୋ ସ୍ୱାମୀ କଣ ହେଇଛି କହିଲୁ ତମେ ଦୁନିଆର ପରମ୍ପରାକୁ ଛାଡ଼ି ଯାଇଥିଲ ଚମ୍ପା। ଏଇ ଦେବୀଙ୍କର ଦୟା ଅନୁଭବ କରି ମୁଁ ଆଜି ତମକୁ ଫେରି ପାଇଛି ଦେବୀ ଇଏ କିଏ ଶୁଣିବି ତାହାର ଘଟ ନିର୍ମାଣ କରିବା ପାଇଁ ତମେ ଆସିଅଛ ମାଟି ହେବାକୁ শোন গঙ্গা মোর দাসী তোতে নিয়ম কথা কই দিয়েছিল তোর স্ত্রীকে তেণু তু গোটে কাম কর যা স্নান সারি শালফলা পাখে পৌঁছবু মা কালিকা জপ করি সেইটারে সমস্ত জিনিসକୁ তু নেই ମୋ ନିୟମ ହିସାବରେ ତୁ ମାଟି ଆଣିବୁ ବାହା ତ ବାହାଘର ଲଗେଇବୁନି ଏକ ନିଶ୍ୱାସ ତୁ ମାଟି ଆଣିବୁ ହେଲେ ମା এই ক্ষমতা মন নাই না এই সাধ মন নাই তবে যদি অধম মনে চাহিব মা তবে ইচ্ছা বলে সব করি পারিব ওরে একবার করুণা নয়নে যাও মা গো শ্যামা হর মন মোহিনী একবার করুণা Thank you.
ଦେଖ ସ୍ୱାମୀ ଦେଖ ଦେଖ ମୁଁ କେମିତି ରଖକୁ ନା ଏଇ ମାଟି ଗଙ୍ଗା ଜଳ ଗୌମୀ ଅତି ଶୁଦ୍ଧ କରିଦେଇଛି कोई मां को गाय भाई किनको माटी बा हाथ बा बदल के न लगी आनी ତାହେଲେ ଚାଲ ସେଇ ମାଙ୍କର ନାମ ଧରି ତାଙ୍କରି ଘଟ କରିବା ନିର୍ମାଣ आसो ହଁ ওরে মায়া মাই গোরা বিগত গো মায়া মাই গোরা বিগত আজিও খবু পুরাই দেউতি চম্পাবতী তারো আগতি সুন্দর ঘট এ দেখো হরিলা দয়া আজি দ্বিতীয়রে ঘট হইলা বারে সেই আজি ঘর মকরা গাছে পুরা ঘটতে গরিলা ଏ କ'ଣ କଲ ସ୍ୱାମୀ कौन कहली मु कन्या तू बोलू ତମର ସେ ବୁଢ଼ା ବୁଢ଼ା କରି ଗଲି अरे प्रथम घटे के अपूर्व सुंदर घटे दिया जाए ହଁ अधिक माटी बेसे ला ପ୍ରାଣ କାଟ ଏଇ ଗୋଟେ କାମ କରିବା କି ଦୈନକୁ ପରୀକ୍ଷା କରିବା କାହିଁକି ଜାଣିଛ ନା ଏଇ କେହି ସୌନ୍ଦର୍ଯ୍ୟ ତାତ୍ପର୍ଯ୍ୟ ଘଟଣାକୁ ଧ୍ୟାନ ମଗାଇରେ ପୁଟି ଦେବା ସେ ଡାଲଚାପଡ଼ା ଘାଡ଼ ଘାଗରା ଘଟଣାକୁ ଚୁଲିରେ ଗଦାମ ଚୁଲି ପୁଡ଼ି ଦେବେ ଏଇଟା ଆମର ଦ୍ୱାର ବସେଇବା ଅଫୁଟା ମଞ୍ଜି ପତ୍ର ଜମା ଫୁଲ ଭରପୁର ଆମର ଦ୍ୱାର बांगला पर हम जाए के आसे के थे ना कोना আরে মা তুই না ମାଗୋ ଆଉ ଅଳ୍ପ ସମୟ ପରେ ତୁ ଯିବୁ ମତେ ଆଣିବାକୁ ଚନ୍ଦନପୁର ଗଙ୍ଗାରେଣିଆ ଘରକୁ ହଁ ମା ବିପଦରେ ପଡ଼ିଯିବୁ ବିପଦ ପ୍ରଥମ ଘଟଟି ସୁନ୍ଦର ତିଆରି ହେଇଥିବାରୁ ଧାନ ଆମର একটু ଲୁଚେଇ ରଖିଛି ଆଚ୍ଛା ଦ୍ୱିତୀୟରେ ଘାଡ଼ ମଗରା ଗାଲଚେପୁରା ଘଟଟା ମନ୍ଦାର ଫୁଲ ଦେଇ ସଜେଇ ସଦରାଗରେ ବସେଇଛି ସତେ ତୁ ଗଲେ ଜାଣିପାରିବୁନି ସେଇ ଘଟକୁ ନେଇ ପଳେଇ ଆସିବୁ ହଁ ମା ପ୍ରଭୁ ମଉସା ମୋ ମାଙ୍କର ତାମସିକ ପୂଜା କରୁନି ମାନସିକ ପୂଜା କରୁଛି ମୋ ମାଙ୍କର ଚାହିଦା ଅଛି ଏ ଘଟ ମୋର ନୁହଁ ମୋର ଘଟ କୋଉଠି ଲୁଚେଇ ରଖିଛ ମତେ ଦେଇଦିଅ ସାରା ଘରଟା ଯାକ ଛାଡ଼ିଦବ ତୁ ଘଟ ପାଇବୁନି ମା ମା କହି ଡାକିବୁ ମୁଁ ଧାନାବର ଭିତରୁ ରୁଣୁ ରୁଣୁ ଶବ୍ଦ କରି ତୋ ହାତରେ ବସିବି ଏଇ ମା ଆଉ ଗୋଟେ କଥା ଯେ ସାତଟି ବଳି ନେଇଯିବୁ ଗୋଟେ ଗୋଟେ ବଳି ଦେଇ ଆସିବି ସତେ ନା ହଁ ଠିକ ଅଛି ମା ତମରି ଆଦେଶ ମାନି ନିଶ୍ଚୟ କାର୍ଯ୍ୟ କରିବି ଜୟ ମଙ୍ଗଳ ଶୁଭ ମଙ୍ଗଳ ହରିବ ମା ମାନେ କର ଶଙ୍ଖ ହରିବ ଜୟ ତମ ପାଉଣା ନିଅ ମାଉସୀ ତମର କାଳିଦେଲି ସେ ଶାଢ଼ୀ ମଉସାର ପିଛା ପ୍ରତି ଦିଆଯାଉଛି ଆଚ୍ଛା ଠିକ ଅଛି ମା ଏଇ ଯା ଏ ଘଟ ପ୍ରସ୍ତୁତ ହେଇଯାଇଛି ଏଇ ଘଟ ହଁ ନା ଏ ଘଟ ମୋର ନେଇ ମଉସା କଣ କହିଲୁ ଏ ଘାଡ଼ ଭାଙ୍ଗରା କାଳି ଚପଡ଼ା ଘଟ ମୋର ନୁହେଁ ମୋର ଘଟ କେଳି ସୌନ୍ଦର୍ଯ୍ୟ କେଳି ତାତ୍ପର୍ଯ୍ୟ ସତେ ନା ହେଲେ ଗୋଟିଏ ହାତରେ ଘଟ କେମିତି ନିର୍ମାଣ ହୋଇଥାନ୍ତା ମଉସା ତମେ କ'ଣ ମତେ ପରୀକ୍ଷା କରୁଛ ମୁଁ ପ୍ରକୃତିରେ ଭକ୍ତି ମାଗିଲି ମାଙ୍କ ପାଦରେ ଦେଉଅଛି ମାଗିଲି ସତେ ନା ମଉସା ନିଜ ଲୋକ ଭାବି ଭଗତକୁ କୋଉଠି ଲୁଚେଇ ରଖିଛ କାଢି ଦିଅ ଏଇ ଗୋଟିଏ ମାତ୍ର ପର ଘର ତୋ ଘରଟା ଛାଡ଼ି ଦେଇଛି ତୋର ଘଟ ଯଦି ମୁଁ ଲୁଚେଇ ରଖିଛି ବାହାର କରିନି ଦେଖ ବାହାର କରିବି ହରେ ନମ ନମ ମା କାଳିକା ନନ୍ତ ପୟର
ସେ ମା ବାବା ଦେଇ ବସି ଭକ୍ତିର ପୁଷ୍ପାଞ୍ଜଳି ଏବେ ଯାଇ ଦେଖ ଦେଖ ମା ଆରେ ମା ତ ମନେ ପଡ଼ିକି ଆମେ ପରୀକ୍ଷା କରୁଥିଲୁ ତୁ ଯା ମା ଏବେ ଦେଇଥିବା ଟଙ୍କା ଧୋତି ଶାଢ଼ୀ ନେଇଯା ସେ ମାଙ୍କ ପୂଜାରେ ତୁ ଲଗେଇ ଦେ ଆଉ ଗୋଟେ କଥା ମଉସା କହ ତମେ ଗଲା ପରେ ଅନୁମତି ଦେବ ଆଉ ତାପରେ ମୁଁ ଯାଇ ବାଣ ସରୋବର ଘଟ ଠିକ ଅଛି ମା ଆମେ ତ ମଉସା ମାଉସୀ ଦି ଜଣ ଯିବ ଯା ମାଉସୀ ତାହେଲେ ଘଟକୁ ଛଦେଇ ମୋ ମୁଣ୍ଡକୁ ତୋଳି ଦିଅ ଜୟ ମଙ୍ଗଳ ଶୁଭ ମଙ୍ଗଳ ଜୟ ଗো ଆମନେ କର ସତ ଜୟ ଗো ଜୟ ଜୟ ମଙ୍ଗଳ ଗାଇନ ପ୍ରବେଶ କେ ଗ୍ରାମ ଚଣ୍ଡୀ ଜୟ ମଙ୍ଗଳ ଗ୍ରାମ ଚଣ୍ଡୀ বলে ভৌরি নিয়ম মঙ্গল শুভ মঙ্গল କିଏ ତୁ হ্যাঁ ওটা চিনি পারুনি তারপর আই গ্রামরে গ্রাম চন্ডী କାହିଁକି ମୋ ଯିବା ସମୟରେ ବାଧା ଦେଉଛୁ তুই যেতে যাচ্ছ মতে সম্পর্ক নেই যাও ଅଗାସିଆ ହାବକ ଦିବା କର ତତେ ନେଇ ରଖିପାରିବନି ଏ ଗ୍ରାମରେ କେତେ ପୂଜା ପଦ୍ଧତିରେ କରିକି ବେଲ ଦଣ୍ଡ ପାଉଛୁ ତା ପଛା ଗୋଟେ କାମ କର ତୋ ପାଖରେ ପାଣ୍ଡୁ ବଳି କିଏ ଦେଲି ଏତିକିରେ ତୁ ସନ୍ତୁଷ୍ଟ ହୋଇଯା বলেছি নমো নমো মা মা গো গ্রাম দেবতী নমে নমো মা আগো এক বলি দেলা দেখো গ্রাম জমি ধার নমে নমো মা এ ঘটনে যাও বচনে দইরা তাহার নমে নমো মা এ যাই না প্রবেশ গেলা নাম তার নমে নমো আগে যাই না প্রবেশ গেলা নাম সরি ধার নমে মামা আরে ভৌরি এটা সপ্তমী হে ମୋ ଭଉଣୀ ଯାଉଥିଲେ ହଁ ନବମୀ ପୂଜା ନବମୀ ପାର୍ବଣ ଚାଲି ଯାଉଛ ନା ହଁ ଆରେ ଭଉଣୀ କଣ ଆରେ କାଲିକା ମତେ ସାଙ୍ଗରେ ନେଇଯା ରେ ଏ ସାବଧାନ ମୋ ଝିଅ ଉପରେ ଭାର ପ୍ରଦାନ କରିବନି ସେ ସହିପାରିବନି ଗୋଟେ କଥା ନିରୁପିତା ଗ୍ରାମରେ ବସିଛୁ କେତେ ପୂଜା ପଦ୍ଧତି ତୋ ପାଖରେ ଆସୁଛନ୍ତି ଆଉ ବୁଝିଲୁ ନା ଏ ମୋ ଦୟାର ଏମାନେ ବଞ୍ଚି ଅଛି ମାନେ ମୁଁ ସବୁଥିରେ ପୁଅ ଲଗେଇଦେବି ଏଇଠି ମିଳିଥିଲା ଗଛ ସେ କଥା ନେଇ ତୁ ଗୋଟେ କାମ କର ତା ପଛା ତୋ ପାଖରେ ଗୋଟେ ବଳି ଦଉଛି ଆଜିକ ପାଇଁ ବି ଏଠି ସନ୍ତୁଷ୍ଟ ହ কিয়রে বলি দেলা সরি ধার নমে নমো মা যাও যাও বচনে দইরা তাহার নমে নমো মা এ যাই না প্রবেশ গেলা বাসুরি রাগো নমে নমো রহিতা রহিতা চল মু সঙ্গরে যাবি চল କିଏ ରେ ତୁ মতে চিনি পারুনি বাসুলি বাসুলি ଆହା ନନ୍ଦବାଳି କାଇତକାଳି ନମସ୍ତେ ଆଇସି ତ ମୋର ପୁରୀ ମାରି আরে তুই তো জানিস মা আইসল হলে মো ভাত গুন্ডা রুচি বলি না। তেমন আইসল খাচ্ছি ବୁଝୁଛି ହେଲ ଭଉଣୀ ହେଲେ ଭଉଣୀ ଗ୍ରାମରେ ବସିଛୁ କେତେ ଲୋକ ତୋ ପାଖକୁ ଆସୁଛନ୍ତି ଦୂର ଦୂର ଦେଶରୁ ଆଚ୍ଛା। ବଡ଼ ବଡ଼ ଶେଉଳ ପଣା ମାଛ ଖାଉଛନ୍ତି ହେଲେ ଗୋଟେ କଥା কোন ଯେତେ ମାଛ ତୁ ଖାଇଛୁ ଆଇସି ଆଜି ତୋ ପାଖରେ ନୂଆ ମାଛ କାଠ ଦଦା ନାରେ ଭଉଣୀ তাহলে ଯୋଉ ମାଛ ନ ଦେବି ସେ ମାଛ ବଡ଼ ହୋଇ ଯଦି ଡାକିବ ତାହେଲେ ମୁଁ ମଧ୍ୟ ନବ ସେ ମାଛ କଣ ଜାଣିଛୁ কোনটা କଥାରେ କହିଛି ମାଛର ମଧ୍ୟରେ ଚିଥଳ ରଜା বলি দেলা তার বাসুরি রাগো নমে নমো মা এ ঘটনে যাও বচনে দইরা তাহার নমে নমো মা এ যাই না প্রবেশ গেলা মঙ্গল রাগো নমে নমো কিরে কোনটাকে যাচ্ছ ମୁଁ ମୋ ଦାସ କରିବି ହଁ କିଏ ମଙ୍ଗଳି ମୋ ବାଟ ଘରୁ ଗଲି আরে ମୁଁ ତ ସହିତ ଯିବି ତୋ ସହିତ ଯିବି ଅସହିତ ଆରେ ମୋ ଦାସିଆ ହାବକୁ ଯିବା କର ଯେବେ କ୍ଷମତା ବାଢ଼ିବ ତୁମ ବାମ ପାର୍ଶ୍ୱରେ ନାଇଁ ବସି ମୁଁ ତୋ ସହିତ ଯିବି ତା ପଛେ ବେଳେ କାମ କର ଭଉଣୀ ତୋ ପାଖରେ ଭଳି ଜିନିଷ ଦେବି କଣ ଜାଣିଛୁ ତୋ ପାଖରେ ବିରି ଭଳି ଟିକେ ଦେଲି ওরে মা মঙ্গলা লো মা মঙ্গলা আরে পিন্দি চুমা মন্দার মালা আগত তোরে গড়ি দেলা মঙ্গলা আগর আদি গতরে যাম বটি কই না লাগার পিন্দি চুমা মন্দার
କଥା କିଛି ମୁଁ ଦାସି କରି ଯାଉଛି ମୋ ପଛ ଦେଇ ପଳେଇବୁ ତୁ କାହିଁକି ଆଉ ପଛରେ ରାସ୍ତା ଯିବେନି ରାସ୍ତା ହେଲା ତୁ ବାଦ ବାଦିନ ବାଜି ତୁ ପଛୁଣା ଉଡେଇ ଚାଲିବୁ ତୁ ମୋ ପଛ ଦେଇ ଆଗ ଦେଇ ଯାଉନୁ ମାନେ ଆଗ ଦେଇ ଯିବି ହଁ ପାଖ ଦେଇ ଯାଉଛି ତୋ ପାଖ ଦେଇ ହଉ ଚାଲ 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 କୋଉଠି ତ ଦାସି କରୁଛୁ ବାହାରେ ଶିଖିଲି ଆରି ଡେଲି କଥା କହୁଥିଲ ନା ତୋତେ ଲାଜ ଲାଗୁନି କେନ ଏଇ ଡବାଗ୍ରା ମାନେ ବସିଛୁ ତୋ ଗାଁ ପୂଜା କରୁଛୁ ଆଚ୍ଛା ତୋ ପଛ ପଟେ ଯୋଉ ବଡ ବଡ ରମ୍ବା ଗୁଡାକ ଥିଲା ଆମେ କିଛି କହିଲୁ କେନ କହିଲି କେନ ନା ନା ଆଉ ଚାଲ ଚାଲ ତୁ ଚାଲ ମୋ ତ ସେ ଭଉଣୀ ଗୋଟେ କାମ କର ତା ପଛା ମୁଁ ତୋ ପାଖରେ ଆଜି ତୁ ନୂଆ ପ୍ରଚା କଲି ଜାଣିଛୁ ନା ଏଇ ରମ୍ଭା ଆଜି ପଞ୍ଚମରେ एका गछर फळ पडला मी कदळी कप्पा अरे घंटे घंटे पार्टी का दुनिया देखा मुकु दरकार अरे हे तो दासी घर भल भल लगाड़ी के दउछि रे दउछु जो गंभीर भितर अछि एका पूरा पार्वर मेला सब हे बड़ कथा भौणी हेलो पत्ता ना कि जानछु ए दिन मेला बनी ओ दासी घर हाबो को दिबा कर भाई भौणी एने रखिबार क्षमता नै चाकरी अछप बुझिलु जेबे क्षमता पा हेबो तेबे तू जीवो पाम पास बसी मते आशा पूर्ण कर भौणी ताले ଗୋଟେ କାମ କର ଯଦି ଆଶା ତ ପାଖରେ ଆଖ ବଳି ଦେଇ ଦେଇ ଏତିକି ନେଇ लोके कथारी कहती ना काच समय काजी काज सरीगले काजी तेणु आज दासी घर तुम डाकरा पड़ी तुम चली जाऊच अरे झील कथा कौन भूली गल अरे माछी କଥା ମୁଁ ଜୀବନରେ କେବେ ଭୁଲି ପାରିନି ରେ ମୋ ଦାସୀ ହେଲା ଭକ୍ତ ଦିବାକର ଚମ୍ପେକରଙ୍କର ଚନ୍ଦ୍ରମଣି ସୌରାଗର ଅସ୍ଥି ପଣ ପାଚିଲା କଦଳୀ 80 ମଣ କଞ୍ଚା ଦୁଧ ଦେଇ ବି ତତେ ସନ୍ତୁଷ୍ଟ କରିପାରିବି ଆଉ ତମ ଦାସି ଘର ତ କିଛି ତୁ ଦେଇ ପାରିବେ ଠିକ ଅଛି ଯେତେବେଳେ ବି ପ୍ରବଳ ମନ ପାଖରେ ଦେଉଥିଲେ ଭକ୍ତିର ପୁଷ୍ପାଞ୍ଜଳି ଜାତି ଜାତି ଉପସ୍ଥିତ ହୋଇଥିଲେ କାରଣ ବାମ ପାର୍ଶ୍ୱରେ କିଛି କଞ୍ଚା କ୍ଷୀର ଆଉ କଦଳୀ ତଳ ପାର୍ଶ୍ୱର ମତେ କରିବ ଏବେ କଣ କରିବ ଏବେ ହଁ ଏବେ ତମ ପାଖରେ କଣ କରିବେ କଣ କରିବ ଏବେ ଗୋଟେ ଛଲା ପରେ ଶିବେର ନନ୍ଦିନୀ ପାତାଳ ଭେଦିନୀ ମା ପାତାଳ ଭେଦିନୀ ଜଗତ ଜମୟନା ଆଗ ସବୁ ତମେ ବଳି ଦେଲ ମନ ସାରା କର ଆସିଲେ ଡର ଏ ଘଟରେ ଯାଉ ଗଛ ଦଇନ ତାହାର ହେ ଆଗ ଯାଇନ ପ୍ରବେଶ କେଲା ନିଜ ବାଟର ଘର ଆଗ ଦୂର ହିତର ମୁଖ ଚାହିଁ ଘରୋଇ ଘର ହଂସର ଗମନି ଆସନ୍ତୁ ପୁରୀ ଠାକୁରେ ଏବେ ଶୁଭ ସମୟ ଆଗତ ସୁବାସ ଜୟ ଘଟ ଉତ୍ତୋଳନ କରି ମାଙ୍କର ପୂଜା ଅର୍ଚ୍ଚନା କରନ୍ତୁ ଶଙ୍ଖ ବାଦ୍ୟ ବାଜନ କରି ଚାଲ ଘଟ ଉତ୍ତୋଳନ କରି ମାଙ୍କୁ ওরে মাকে কি দিয়ে পুঁজি বরাঙ্গা চরণে মাকে কি দিয়ে পুঁজি বরাঙ্গা চরণে
कालिका देवी कालिका देवी जगत जननी जननी धन की धन दियो ई पुत्री की पुत्र दियो ठाकुर चक्षु दान दियो रूढ़ी को रूबरू उच्चार करो जो दासी पुत्र मानी नम पादले पुष्पांजलि दे आयो देव बल देव यश देव विद्या देव बुद्धि देव रणे रणे साहो मां कालिका देवी ध्यान करी हरि साजन को मां कालिका देवी को ध्यान करी हरि मंगल करो समस्त कुशल मां कालिका देवी को ध्यान करी हरि